ଆପଣ ମାନେ ତ ସବୁବେଳେ ଚଟୁରେ ହଉ ପିଠା ଖଡ଼ିକାରେ ହଉ ଯେଉଁଥିରେ ବି ହଉ ସବୁଥିରେ ରୋଷେଇ କାମ କରନ୍ତି, କିନ୍ତୁ ତାକୁ କେତେବେଳେ ସକ୍ସ ପିନ୍ଧେଇକି ଦେଖିଛନ୍ତି କି? ଯଦି ନା ତାହେଲେ ଭିଡ଼ିଓକୁ ଆଜି ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ। ଆଉ ଗୋଟେ ବହୁତ ସୁନ୍ଦର ଟିପ୍ସ ବିଷୟରେ ଜାଣନ୍ତୁ, ଯେଉଁଟାକି ଆପଣମାନଙ୍କର କାମକୁ ବହୁତରୁ ବହୁତ ମାନେ ସରଳ କରିଦେବ। ନମସ୍କାର, ଜୟ ଜଗନ୍ନାଥ। ଆଜିର ଗୋଟେ ସୁନ୍ଦର ସା ଟିପ୍ସ ଭିଡ଼ିଓକୁ ମୋ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ଆଶା କରୁଛି ଆପଣମାନେ ସମସ୍ତେ ବହୁତ ହି ଭଲରେ ଆଉ ଖୁସିରେ ଥିବେ। ତ ଯଦି ମୋ ଚ୍ୟାନେଲ ଆପଣମାନେ ନୂଆ ଅଛନ୍ତି ତାହେଲେ ନିହାତି ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ପାଖରେ ଥିବା ବେଲ୍ ବଟନକୁ କ୍ଲିକ୍ କରିନିଅନ୍ତୁ, ଯାହାଫଳରେ ମୋ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚିଯିବ ଆଉ ଆପଣମାନେ ଏମିତି ସୁନ୍ଦର ସୁନ୍ଦର ଆଉ ୟୁନିକ୍ ଭିଡ଼ିଓ ସବୁ ଦେଖିବା ପାଇଁ ପାଇପାରିବେ। ଆଉ ଗୋଟେ କଥା କହି ରଖୁଛି, ଭିଡ଼ିଓଟି ଆପଣମାନେ କେଉଁଠୁ ୱାଚ୍ କରୁଛନ୍ତି ମୋତେ ସେଇଟା ବି ଲେଖିକି ଜଣାଇ ଦିଅନ୍ତୁ, ଯାହାଫଳରେ ମୁଁ ଜାଣିପାରିବି ଯେ ଆକ୍ଚୁଆଲି ମୋ ଭିଡ଼ିଓଟା ଦୁନିଆର କେଉଁ କୋଣ ଅନୁକୋଣରେ ପହଞ୍ଚି ପାରିଛି। ସବୁଦିନ ତ ଆପଣମାନେ କିଛି ନା କିଛି ପ୍ରୋବ୍ଲେମକୁ ଫେସ୍ କରୁଥିବେ, ଆଉ ସେଇ ସବୁ ପ୍ରୋବ୍ଲେମର ସଲ୍ୟୁସନ୍ ହୁଏତ ଆଜି ଭିଡ଼ିଓରେ ଆପଣମାନଙ୍କୁ ମିଳିଯାଇପାରେ। ତ ଧ୍ୟାନର ସହିତ ଭିଡ଼ିଓକୁ ଦେଖନ୍ତୁ, ଜମା ବି ସ୍କିପ୍ ନ କରିକିନା। ଆଉ ଆପଣମାନେ ଯେଉଁଟା ଭଲ ଲାଗିବ ମୋତେ ସେଇଟା କମେଣ୍ଟ ସେକ୍ସନରେ ଲେଖିକି ନିହାତି ଜଣାଇବେ, ଆଉ ବେଶୀ ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ବି ସେୟାର କରିନେବେ। ତ ଚାଲନ୍ତୁ ଯିବା ଆଜିର ଫାଷ୍ଟ ଟିପ୍ସ ଆଡ଼କୁ। ତ ଦେଖନ୍ତୁ, ଆପଣମାନଙ୍କର ଟିଭି ରିମୋଟ୍ ହେଉ, ଏସି ରିମୋଟ୍ ହେଉ, ଏଇ ଟାଇପ୍ର ବହୁତ ସାରା ରିମୋଟ୍ ରହିଯାଇଥାଏ। ଯେହେତୁ ଏଇଟା ଇଲେକ୍ଟ୍ରିକ୍ ଜିନିଷ ଆମର ଜଲ୍ଦି ଜଲ୍ଦି ନଷ୍ଟ ହେଇଯାଏ, ତାକୁ ତ ପାଣିରେ ଆମେ ସଫା କରିପାରିବାନି। ତ ଆପଣମାନଙ୍କୁ ଗୋଟେ ବହୁତ ସୁନ୍ଦର ଟିପ୍ସ କହିବି, ଯାହାଦ୍ୱାରା କି ଆପଣମାନେ ତାକୁ ବଢ଼ିଆ ସେ ପୁରା କ୍ଲିନ୍ କରିପାରିବେ, ଯେଉଁଟାକି ଆପଣମାନଙ୍କ କେଉଁଥିରେ କ୍ଲିନ୍ କରିବା କଥା କେବେ ଭାବିନଥିବେ। ତ ଆପଣମାନଙ୍କ ପାଖରେ ନିହାତି ଭାବରେ ଟିସ୍ୟୁ ପେପର୍ ଥିବ, ଯେଉଁଟାକି ଆମର ୱେଟ୍ ୱାଇପ୍ସ ଥାଏ, ମାନେ ଓଦା ଥାଏ। ତ ସେଇଟାରେ ଆପଣମାନେ ଏଗୁଡ଼ାକୁ ବହୁତ ବଢ଼ିଆ ସେ କ୍ଲିନ୍ କରିପାରିବେ। ଖାସ୍ କରି ଆପଣମାନଙ୍କର ଫୋନ୍କୁ ବି ଏଥିରେ ଆପଣମାନେ କ୍ଲିନ୍ କରିପାରିବେ। ତ ଦେଖନ୍ତୁ, ଏଇ ଟାଇପ୍ର ଆପଣମାନେ ଟିକେ ନେଇଯିବେ। ଯେହେତୁଟା ମୋର ନୂଆ ରିମୋଟ୍ଟା ଅଛି, ସେତେ ତ ମୋର ଅନହାଇଜେନିକ୍ ହେଇନି, ମାନେ ଅସନା ହେଇନି, ତ ସେଥିପାଇଁ ତ କିଛି ମଳି ବାହାରିନି। କିନ୍ତୁ ଆଉ ଗୋଟେ ଘରର ଜିନିଷ, ଇଲେକ୍ଟ୍ରିକ୍ ଜିନିଷକୁ ମୁଁ ଏଥିରେ ବଢ଼ିଆ ସେ କ୍ଲିନ୍ କରିକି ଦେଖେଇବି, ଯେଉଁଟାକି ଆପଣମାନେ କେତେବେଳେ ବି କ୍ଲିନ୍ କରିବା କଥା ଭାବିନଥିବେ। ତ ଚାଲନ୍ତୁ ଦେଖିବା ସେଇ ଜିନିଷଟା କ'ଣ। କେବଳ ଘରର ରିମୋଟ୍ ନୁହେଁ, ଫୋନ୍ ସହିତ ଆପଣମାନଙ୍କର ଯାହା ବି ଅଛି ଘରେ, ଆଇରନ୍ ଅଛି, ତାହେଲେ ଆଇରନ୍କୁ ବି ଆପଣମାନେ କ୍ଲିନ୍ କରିପାରିବେ। ଆପଣମାନଙ୍କର ଗ୍ରାଇଣ୍ଡରକୁ ବି କ୍ଲିନ୍ କରିପାରିବେ ବିନା ପାଣିରେ, ବିନା ସର୍ଫ କି କିଛି ଲିକ୍ୱିଡ଼ରେ। ତ ଦେଖନ୍ତୁ କେତେ ବଢ଼ିଆ ସେ କ୍ଲିନ୍ ହେଇଯାଉଛି। ଆପଣମାନଙ୍କର ମୁହଁ କ୍ଲିନ୍ ହେବା ସହିତ ଆପଣମାନଙ୍କ ଘରେ ଥିବା ଏଇ ଟାଇପ୍ର ଇଲେକ୍ଟ୍ରିକ୍ ଜିନିଷ ସବୁଗୁଡ଼ାକ କ୍ଲିନ୍ ହେଇଯିବ। ତ ଆଶା କରୁଛି ଏଇ ଟିପ୍ସଟା ଆପଣମାନଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥିବ ବୋଲି। ତ ଦେଖନ୍ତୁ, ମୋ ଆଇରନ୍ଟା ପୁରା କ୍ଲିନ୍ ହେଇଯାଉଛି, ବହୁତ ଅସନା ହେଇଯାଇଥିଲା। ତ ଦେଖନ୍ତୁ, ୱାଇପ୍ସଟାକୁ ଦେଖିଲା ପରେ ଆପଣମାନେ ତ ଫିଲ୍ କରିପାରୁଥିବେ ଯେ କେତେ ସାରା ମଇଳା ତା ଭିତରୁ ବାହାରୁଛି, ଯେଉଁଟାକି ମୋର ବେଳେବେଳେ ଡ୍ରେସ୍ ଆଇରନ୍ କଲାବେଳେ ବି ଲାଗିଯାଇଥାଏ। ତ ଚାଲନ୍ତୁ ଯିବା ଆଜିର ସେକେଣ୍ଡ ଟିପ୍ସ ଆଡ଼କୁ, ଦେଖିବା ସେଇଟା କ'ଣ ଅଛି ଆଉ ସେଇଟା ଆପଣମାନଙ୍କୁ କେତେ ସାଟିସ୍ଫାଏଡ଼୍ କରିପାରୁଛି। ଯଦି এই ଟିପ୍ସଟା ଭଲ ଲାଗେ ମୋତେ କମେଣ୍ଟ ସେକ୍ସନରେ ଲେଖିକି ନିହାତି ଭାବରେ ଜଣାଇବେ, ଆଉ ମୋ ଚ୍ୟାନେଲକୁ ବି ସବସ୍କ୍ରାଇବ୍ କରିନେବେ। ତ ଚାଲନ୍ତୁ ଦେଖିବା ଆଜି ଗୋଟେ ଜିନିଷକୁ ଆମେ ପ୍ରିଜର୍ଭେସନ୍ କରିବା ପାଇଁ କେଉଁ ଉପାୟ ମୁଁ ଆପଣମାନଙ୍କୁ କହୁଛି। ତ ଆପଣମାନଙ୍କ ଘରେ ତ ବେସନ ହେଉ, ମଇଦା ହେଉ, ସୁଜି ହେଉ, ଏଇ ଟାଇପ୍ର ଜିନିଷ ସବୁ ଥାଏ। ଆଉ ଯେହେତୁ ଏବେ ବର୍ଷା ଦିନ ଚାଲିଛି, ଆମ ଜିନିଷ ଗୁଡ଼ାକ ବହୁତ ଜଲ୍ଦି ଜଲ୍ଦି ମିଣ୍ଡା ହେଇଯାଏ ବା ପୋକ ଲାଗିଯାଆନ୍ତି, ନଷ୍ଟ ହେଇଯାଏ। ତ ସେଥିପାଇଁ ଆପଣମାନଙ୍କୁ ଗୋଟେ ବଢ଼ିଆ ଟିପ୍ସଟେ କହିବି, ଯାହାଦ୍ୱାରା ଆପଣମାନଙ୍କର ଏଇ ଜିନିଷ ଗୁଡ଼ାକ ଜମା ବି ନଷ୍ଟ ହେବନି। ତ ଚାଲନ୍ତୁ ଦେଖିବା ସେଇ ଜିନିଷଟା କ'ଣ, ଯେଉଁଟାକି ଆପଣମାନଙ୍କର କିଚେନ୍ରେ ଥାଏ। ଆଉ ସେଇ ଜିନିଷ ଦ୍ୱାରା ଆପଣମାନେ ଏଇସବୁ ଜିନିଷ ଗୁଡ଼ାକୁ ବର୍ଷା ଦିନରେ ଫଙ୍ଗସ୍ ହେଉ କି ପୋକ ଲାଗିବା ହେଉ କି ମିଣ୍ଡା ହେଇଯାଉଥିବା ହେଉ, ଆପଣମାନେ ତାକୁ ଦୂରେଇକି ରଖିପାରିବେ। ତ ସେଇ ଜିନିଷଟା ହେଉଛି ଲବଙ୍ଗ। ତ ଗୋଟା ଗରମ ମସଲା ତ ଆପଣମାନଙ୍କ ଘରେ ନିହାତି ଭାବରେ ଆଭେଲେବୁଲ୍ ଥିବ ସବୁବେଳେ। ତ ସେଇ ଲବଙ୍ଗ ଆପଣମାନେ କ'ଣ କରିବେ ନା, ଆପଣମାନଙ୍କର ଜିନିଷ ଯେତିକି ଅଛି ତା'ର ପରିମାଣ ଅନୁଯାୟୀ ଆପଣମାନେ ନେଇଯିବେ। ତ ଦେଖନ୍ତୁ, ଏଠି ଗୋଟେ ଗିନା ପାଖାପାଖି ମୋର ଅଛି ଯେହେତୁ ବେସନ, ମୁଁ ସେଥିରେ 4ରୁ 5ଟି ଲବଙ୍ଗ ଦେଇଦେଇଛି। ଆଉ ତାପରେ ସବୁବେଳେ ତାକୁ ଏୟାରଟାଇଟ୍ କଣ୍ଟେନରରେ ଆପଣମାନେ ରଖିବେ, ଯାହା ଭିତରକୁ ପବନ ଯେମିତି ଯିବା ଆସିବା ନ ହେବ। ତ ଆପଣମାନଙ୍କ ଜିନିଷ ସବୁବେଳେ ଏମିତି ପୁରା ଭଲ ହେଇକିନା ରହିବ। ତଥାପି ଆପଣମାନେ ବର୍ଷା ଦିନରେ ଚେଷ୍ଟା କରିବେ ବେଶୀ ଜିନିଷ ନ ଆଣିବା ପାଇଁ, ଗ୍ରୋସରୀ ଦୋକାନରୁ କମ୍ ଆଣିବେ, ତାକୁ ୟୁଜ୍ କରିସାରିଲା ପରେ ପୁଣି ଆଉ ଥରେ ଆଣିବେ। ତ ଆଶା କରୁଛି ଏଇ ଟିପ୍ସଟା ଆପଣମାନଙ୍କୁ ବେଶୀ ଭଲ ଲାଗିଥିବ, ଆଉ ଭଲ ଲାଗିଲେ ମୋତେ କମେଣ୍ଟ ସେକ୍ସନରେ ଲେଖିକି ନିହାତି ଜଣାଇବେ। ତ ଚାଲନ୍ତୁ ଯିବା ଆଜିର ଥାର୍ଡ଼ ଟିପ୍ସ ଆଡ଼କୁ, ଯେଉଁଟାକି ମୋର ଆଳୁ ଉପରେ ଅଛି। ତ ଆଳୁ ତ ସମସ୍ତଙ୍କ ଘରକୁ ଆସିଥାଏ, ଆଉ ବେଳେବେଳେ ଆଳୁ ତ ଏତେ ରେଟ୍ ହେଇଯାଇଛି, କିନ୍ତୁ ବେଳେବେଳେ ବହୁତ ଟିକେ ଶସ୍ତା ହେବା ଦ୍ୱାରା ଆମେ କ'ଣ କରିଥାଉ ନା 4-5 କିଲୋ ଘରକୁ ଏମିତି ନେଇ ଆସିଥାଉ। ତ ଦେଖନ୍ତୁ, ଆଳୁ ଆଣିଲା ବେଳେ ତ ଆପଣମାନେ ଦେଖିବେ ଯେ ଆଳୁରେ ଯେମିତି ଗଜା ବାହାରି ନଥାଏ। ଆଉ ଗୋଟେ ଜିନିଷ ହେଉଛି କି ଆମେ ଯଦି ଅଧିକ ଦିନ ବି ଆଳୁ ଆଣିକି ଘରେ ଏମିତି ରଖିଦେବା, ତାହେଲେ ସେଇଟା ଗଜା ବାହାରିଯାଏ। ତ ଗଜା ବାହାରିଥିବା ଆଳୁ ଖାଇବାଟା ଆମ ସ୍ୱାସ୍ଥ୍ୟ ପାଇଁ ଜମା ବି ଭଲ ନୁହେଁ। ତ ସେଥିପାଇଁ ଆପଣମାନଙ୍କୁ ଗୋଟେ ବଢ଼ିଆ ଟିପ୍ସଟେ କହୁଛି, ଯାହାଦ୍ୱାରା ଆପଣମାନେ ଆଳୁକୁ ନଷ୍ଟ ହେବାରୁ ବା ଗଜା ହେବାରୁ ବଞ୍ଚାଇ ପାରିବେ, ଆପଣମାନଙ୍କ ଦେହକୁ ବି ଭଲ ରଖିପାରିବେ। ତ ଆପଣମାନେ ନ୍ୟୁଜ୍ ପେପର୍ ନେଇଯିବେ, ଯେଉଁଟାକି ଆପଣମାନଙ୍କର ଆଉ ଦରକାର ନାହିଁ। କାରଣ ନ୍ୟୁଜ୍ ପେପର୍ଟା ଆଜି ନ ପଢ଼ି ସାରିଲେ ଆମର ପଢ଼ି ସାରିଲା ପରେ କାଲିକି ଆମର ଅଦରକାରୀ ହେଇଯାଏ, ଆମେ ତାକୁ ବାହାରେ ଫୋପାଡ଼ି ଦେଇଥାଉ। କିନ୍ତୁ ତା'ର ଏତେ ସାରା ରିୟୁଜ୍ ଆପଣମାନେ ମୋ ଭିଡ଼ିଓରେ ତ ବହୁତ ସାରା ଦେଖିବାକୁ
पाई सारे तो चलन देखिए ए कौन कर छोट छोट खंड करके रखिने मोर आलू उपर आ गोटे जो नहीं जगटा से जगटा भी मोर टे होल वाला अच्छे जहाँफल पवन जी आशा कर पेपर गुड़ाक आमर सबूतक शोकन मॉइस्चर जहाँफल आपण मान आलू जमा भी नष्ट हेनी। तो चलन जी आज 4 टिप्स आड़ को जोटा कि अच्छी आमर आमर डंकी हो चामच हो ये सब जिनस को कहीं आमर सॉक्स पिंधेबा आपण मान तो हे आगुरा जानी नथिबे आम तरकार तो करथाउ ना आमर चटू हो पिठा खड़िका हो डंकी हो जहाँ भी हो घर जिते सब आमर चामच आइटम अच्छी किंतु आपण माने केबे एई टाइप रो यूज करिसेंती कि जदि ना ताले निहाती करनियंतु। तो आपण माने एमती पिंधेकिना कौन करेंगे ना गोटे रबरटे लगे ने आ लगे सारा पर कौन करेंगे ना से रबरटा को आपण मानक मुझे कहूँ कौन करेंगे ना आपण मैंने हल्का हल्का को ओदा करने। तबे आम फ्लोर को जी बाहरी तो देखते ये मुझे ओदा कर हल्का हल्का बेसी जमा भी ओदा करेंगे एटा आम गोटे बहुत बढ़िया कम दब जोटा कि आपण मैंने हूँ आगुरी जानी नथिबे। आपण मानकर जदि अंटा पेन हो कि आंठू पेन हो तो आपण मानक बहुत सुंदर टिप्सटा हम। तो वीडियो को टिके ध्यान सहित देखो जमा भी स्किप करते स्किप करदे हुए तो तार स्टेप गुड़ाक आपने मिस्टेक कर एक्चुअली रिजनटा आपण मैंने कौन जानीपारे। तो देखो आपण मानक घरे यही टाइप किसी कण रही है जोटि कि हाथ बसापी प्रोब्लेम होता है नईकि भी आपण मानी क्लीन करने बहुत काठिकर पाठ हो जाए। तो से आपण मैंने बसिकिना भी गोटे जगह एमती हाथ बढ़ेकिना चटू साहाय्य आराम से क्लीन करेंगे। तो आपण मैंने देखिए जहाँ भी सूता अच्छी जहाँ भी चुटी फुटी जहाँ भी थी साइड गुड़ाक आराम से आम चली आसो आपण मानक नईकिना भी कौटा पोछापी पड़ोनी। तो देखो गडरेज तल हो ड्रेसिंग टेबल तल हो बेले बेले बहुत हाइट कम सका से हाथ भी फसी पारे। तो से आपको बहुत बढ़िया से क्लीन करेंगे। तो आशा कर आज वीडियो सबू टिप्स गुड़ाक आपण मानक 100% बेनिफिट्स दब। जदि मो वीडियोटा भल लगे मो चैनल को लाइक कमेंट शेयर करने जमा भी भूलें निजे देखो निज फैमिली मेंबर्स और रिलेटिव्स मान सहित भी शेयर करनियंतु से देखिए किसी उपकृत हुंतु कम लगातु। आ गोटे नुआ वीडियो में आप सहित देखा वीडियो देखी बहुत बहुत धन्यवाद।